আদি অনাদি অনন্ত আত্মেভ্য ভগবতে অবধূত বায়া পাগলা দেবায় নমো নমঃ। কাম ক্ରୋଧ ରଜ ଗୁଣରୁ ଜାତ ବୈରୀ ମତ ଇନ୍ଧନ ଗୁଣରୁ ଯେସନେ ହୁଏ ଧୂମ ସମ୍ଭୂତ। ଦର୍ପଣ ମଳିରେ ନଦୀ ସେ ଗର୍ଭ ଜରାୟୁ ଦ୍ୱାରା କାମର ସ୍ୱରୂପ ସେପରି ଜ୍ଞାନୀ ଜ୍ଞାନ ପାଶୋରା। ମନ ବୁଦ୍ଧି ଇନ୍ଦ୍ରିୟ ଆବୁରି ଜ୍ଞାନ ଘୋଡ଼ାଇଥାନ୍ତି ଇନ୍ଦ୍ରିୟ ନିରୁଦ୍ଧ ହଇଲେ ବିକଶିତ ହୁଅନ୍ତି। କାମନାଶ ଗଲେ ହୁଅଇ ଆତ୍ମା ଗୋଟି ମୁକ୍ତ ଏହି ଏକମାତ୍ର ତତ୍ତ୍ୱଟି ଗୀତା ଗ୍ରନ୍ଥ ଗୁପତ। ସବୁଠାରୁ ଶ୍ରେଷ୍ଠ ଅଟନ୍ତି ଏହି ଇନ୍ଦ୍ରିୟ ମାନେ ତାଙ୍କଠାରୁ ଶ୍ରେଷ୍ଠ ମନଟି ଅଟେ ମାନବ ପ୍ରାଣେ। ମନଠାରୁ ଶ୍ରେଷ୍ଠ ଅଟଇ ନାମ ତାହାର ବୁଦ୍ଧି ବୁଦ୍ଧିଠାରୁ ଶ୍ରେଷ୍ଠ ବୋଲାଏ ଆତ୍ମା ପରମ ନିଧି। ଏହି କଥା ଭାବେ ଭାବିନ ଜିଣ କାମ ବୈରୀ ତେବେ ଯାଇ ଭୋଗ କରିବ ଭବେ ସୁଯଶ ଶିରି। କାମକୁ ନ ଜିଣି ଶ୍ରୀରାମ ରାମ ତୁଣ୍ଡେ କହିଲେ ରାମ ଧରେ ଯମ ସ୍ୱରୂପ ଏହା ବୁଝ ତୁ ଭଲେ। ଏହିପରି ଭାବେ ହୁଡ଼ନ୍ତି ଯେତେ ଜଣ ରାମକୁ ହୀନ ଗତି କି ସେ ଲଭନ୍ତି ପୁଣି କାଳ କାଳକୁ। ପଢ଼ିଲେ ଜ୍ଞାନ ଉତ୍ତମ ହୁଏ ବର୍ଦ୍ଧିତ ପୁଣ୍ୟ କହିଥିଲେ ଦିନେ ଶ୍ରୀକୃଷ୍ଣ ଶୁଣିଥିଲେ ଅର୍ଜୁନ। ଅଧର୍ମ ହୋଇ ଉଦୟ କଲେ ଧର୍ମ ହତ ସାଧୁ ପାଳି ଦୁଷ୍ଟ ସଂହାର ପାଇଁ ଈଶ୍ୱର ଜାତ। ଧର୍ମ ସ୍ଥାପନ ନିମିତ୍ତ ଯେବେ ହୁଏ ପ୍ରକାଶ ମୂଢ଼ ଲୋକମାନେ କହନ୍ତି ବିଷ୍ଣୁଙ୍କ ରମ ବଶ। ସ୍ନେହ ଭୟ କ୍ରୋଧ ବରଜି ଯେହୁ ତାଙ୍କୁ ଭଜଇ କାଳେ ହେ ତାହାର ସ୍ୱରୂପ ତତ୍ତ୍ୱ ଲାଭ କରଇ। ଜ୍ଞାନୀ ପକ୍ଷେ ଯାହା ମୁକତି ମୂଢ଼େ ବୋଲାଏ କର୍ମ ଜ୍ଞାନୀ ମତେ ଯାହା ମୁକତି ମୂଢ଼େ ସେ ଫଳ କାମ। ସଂସାରରେ ଦୁଷ୍ଟ ନିବାରି ସନ୍ଥ ପାଳଇ ସେହି ଏହିପରି କର୍ମ କରିଲେ ପାପ ପୁଣ୍ୟ ନୁହଁଇ। ସବୁ କର୍ମ କରି ଅକାମୀ ମହାଯୋଗୀ ହୁଅଇ ତା ଦେହେ ଯେତେକ ପାତକ ଜ୍ଞାନ ଅଗ୍ନି ଦହଇ। ନୋହିଲା ହଇଲା ଯାହାର ହୋଇଥାଏ ସମାନ ସଂସାରେ ବିହରୁଥିଲେ ସେ ତାର ନାହିଁ ମରଣ। ଅସଙ୍ଗରେ ବାସୁଦେବଙ୍କ ପ୍ରୀତି କରମ କଲେ ଏହି ଘୋର ବିଷ୍ଣୁ ମାୟାରୁ ତରି ଯାଆନ୍ତି ଭଲେ। ନାନା ଯଜ୍ଞ କର୍ମ ମଧ୍ୟରେ ଜ୍ଞାନ ଯଜ୍ଞ ଉତ୍ତମ ଜ୍ଞାନରେ ସମାପ୍ତ ହୁଅଇ ଯେଣୁ ସକଳ କର୍ମ। ଜ୍ଞାନୀ ସେବା କଲେ ମିଳଇ ମୋହନାଶକ ଜ୍ଞାନ ତୁଚ୍ଛ ଜନ ବୋଲି କେବେହେଁ ତତେ ତୁହୀନ ମଣ। ତୁଳା ରାଶି ଯେହ୍ନେ ଦହଇ ଅଗ୍ନି ଜ୍ଞାନେ ଯେପରି ପାପ ରାଶି କର ଦହନ ହେବୁ ଯେବେ ବେପାରୀ। ଶ୍ରଦ୍ଧାବନ୍ତ ହୋଇ ଇନ୍ଦ୍ରିୟ ଜିଣି ଲଭରେ ଶାନ୍ତି ଇହ ପରେ ପାରି ନୁହଁଇ ଯାର ଗୁରୁ ଅପ୍ରୀତି। ଜ୍ଞାନରେ ସଂଶୟ ଛେଦିନ ଛାଡ଼ କରମ ଫଳ ଏପରି ଲୋକର କରମ ଅଟେ କାଳର କାଳ। ଅଜ୍ଞାନୁ ଜାତି ଯେ ସଂଶୟ ଜ୍ଞାନ ଖଡ଼୍ଗେ ଛେଦ ସଂଶୟ ଛେଦନେ ବିଷୟ ବିଷ ନ ଦିଏ ଖେଦ। ଗୁରୁ ବାଣୀ ଶାସ୍ତ୍ର ବଚନ କରେ ଉଦୟ ଜ୍ଞାନ
ଜ୍ଞାନ ଅଟେ ସିଂହ ଶାବକ ପଶୁରାଜରେ ଗଣ୍ୟ। ଯାର ସିଂହ ପାଦେ ଅଛନ୍ତି ଭକ୍ତି ଏହି ମହିରେ, ସେ କିମ୍ପା ସେବିବ ବୃଥାରେ ବାଘ ଭାଲୁ ଶୁକରେ। ସାର ଯେବେ ବିଦ୍ୟାଧରଟି ବିଦ୍ୟା କି ହେବ ପଢ଼ି, ଶକ୍ତି କ୍ଷୟ ହୁଏ କେବଳ ଘୂରି ଘୂରି ନଖଡ଼ି। ବ୍ୟାକରଣେ କିମ୍ପା ଆଦର ହେଲେ ଭାବ ପ୍ରକାଶ, ଅଭିଧାନ କିସ ହଇବ ଯେହୁ ଜଗତ ଶିଷ୍ୟ। ଶାନ୍ତି ରତ୍ନ ଲାଭ ହଇଲେ କିମ୍ପା ରସିବ ଧନେ, ପରାପର ଯାର ସମାନ କାର୍ଯ୍ୟ କି ଯୁଗ ଧ୍ୟାନେ। ଅଭାବ ଯାହାର ନଥିବ କର୍ମେ କି ପ୍ରୟୋଜନ, ଯଥାର୍ଥ ବଚନ ଭାଷଣେ କିମ୍ପା ହେବ ମୌନ। କର୍ମ ଜ୍ଞାନ ଦୁଇ କଥାକୁ ମୂଢ଼ କରନ୍ତି ଭିନ୍ନ, ପଣ୍ଡିତ ମତରେ ବୁଝିଲେ ଦୁଇ କଥା ସମାନ। କର୍ମ ହେଲେ ଜ୍ଞାନ ହୁଅଇ ଜ୍ଞାନ ବଢୁ କରମ, ବୁଝିଲେ ଭଲେ ଯେ ସନ୍ନ୍ୟାସ ଯୁଗ ସେହି କରମ। କର୍ମ ଫଳ ତେଜି କରିଲେ କର୍ମ ତାହା ହିଁ ଜ୍ଞାନ, ଅନ୍ୟଥା କରମ ହୁଅଇ ଅକରମେ ବକ୍ଷାଣ। କର୍ମ ତ୍ୟାଗ ତେଣୁ ଯେ କରେ ସେହୁ ହୁଅଇ ଦୁଃଖୀ, କର୍ମ ଭାବେ କରି ବ୍ୟାପାର ନରେ ହୁଅନ୍ତି ସୁଖୀ। ଚିତ୍ତ ଶୁଦ୍ଧ ହୁଏ ତାହାର ହୁଏ ଯେ କର୍ମେ ରତ, ଇନ୍ଦ୍ରି ଜିଣି ସବୁ ପ୍ରାଣୀଙ୍କୁ ମଣେ ଆପଣା ମତ। ଜ୍ଞାନୀ ହୋଇ କର୍ମ କରିଲେ କହେ ଇନ୍ଦ୍ରିୟ କୃତ୍ୟ, ପଦ୍ମପତ୍ରେ ନିରପରାଏ ନୁହେଁ ପାପେ ଜଡ଼ିତ। କରତବ୍ୟ ମନ ବଚନେ ସେହି ଯୋଗୀ ଇନ୍ଦ୍ରିଏ, ବଶ ନୁହିଁ ସିଦ୍ଧ ବୋଲାଇ ବୁଲୁଥାନ୍ତି ନିର୍ଭୟେ। ଜ୍ଞାନୀ ହୋଇ କର୍ମ କରିଲେ କର୍ମ ଲାଗଇ ନାହିଁ, କାମନା ଯେହେତୁ ନଥାଏ ସେହି ମୁକ୍ତି ଲଭଇ। କରି ନ କରାଇ କଥାରେ ଅଧିକାରୀ ନୁହଁଇ, ଇନ୍ଦ୍ରିୟଙ୍କୁ କରି ଆୟତ ନବଦ୍ୱାର ବହଇ। ଭଲ ମନ୍ଦ ବିଭୁ ଅତୀତ ମୂଢ଼ ଜାଣଇ ନାହିଁ, ଜ୍ଞାନକୁ ଅଜ୍ଞାନ ଯେହେତୁ ସଦା ଘୁଡ଼ାଇ ଥାଇ। ଚଣ୍ଡାଳ କୁକୁର ଗୁରୁଟି ବିଦ୍ୟାବନ୍ତ ହଇଲେ, ବ୍ରାହ୍ମଣ ନାମରେ ଅଖ୍ୟାତ ସେହୁ ହୁଅଇ ଭଲେ। ହର୍ଷ ବିଷାଦ ସକଳ ପୁଣି ପ୍ରିୟ ଅପ୍ରିୟ, ସମାନ କରିବା ଲୋକଟି ହୋଇଥାଏ ଅଜେୟ। ସୁଖ ଦୁଃଖ ଦୁଇ କଥାରୁ ହୁଏ ସେହି ବଞ୍ଚିତ, ବିଷୟା ରସରେ ନରସି କରେ କାମନା ହତ। ଇନ୍ଦ୍ରିୟ ତେଜି ସେ ଧ୍ୟାନରେ ଆତ୍ମା ରାମ ରମଇ, ପରମେଶ୍ୱର ବ୍ରହ୍ମାନନ୍ଦ ଜ୍ୟୋତି ସୁଖେ ଲଭଇ। ଶୁଭାଶୁଭ ତାର ନଥାଏ ବ୍ରହ୍ମ ଦେଖେ ସର୍ବତ୍ର, କାମ କ୍ରୋଧ ଲୋଭ ବରଜି ହୁଏ ମୁକତି ଚିତ। ଯାର ମନ ବୁଦ୍ଧି ଇନ୍ଦ୍ରିୟ ବଶ କାହିଁ ତା ଭୟ, କାହା ଶତ୍ରୁ ମିତ୍ର ନୁହିଁ ସେ ଚିନ୍ତେ ସବୁରି ଶ୍ରେୟ। କରମ ଯେ ଶାନ୍ତି ଅଶାନ୍ତି ତାକୁ ଲାଗଇ ନାହିଁ, ନୀତି ଦେଖିଥିଲେ ତାହାକୁ ନୂଆ ପରି ଲାଗଇ। ଯେଉଁ ସଙ୍ଗୀତକୁ ଶୁଣିଲେ ମୃତ୍ୟୁ ହୁଅଇ ନାହିଁ, ସେ ସଙ୍ଗୀତ ରଙ୍ଗେ ଗାଇ ସେ କରେ ପବିତ୍ର ମହି। ସମାନ ଭାବକୁ ଆଣଇ ଯାହା ତାହା ସଙ୍ଗୀତ, ଆଉ ଯେତେ ସୁର ସାହିତ୍ୟ କରେ କାମେ ମୋହିତ। ପିତା ମାତା ଘର ବୃଦ୍ଧିକୁ ଯେଣେ ଗଲେ ଲଭଇ, ଏପରି ଲକ୍ଷଣ ଯାଠାରେ ବ୍ରହ୍ମଦରଶୀ ସେହି। ଗୃହ ଧର୍ମେ ଥାଇ ଯେ କରେ ନିଷ୍କାମରେ କରମ, ସନ୍ନ୍ୟାସ ଯୁଗୀ ଯେ ଅଟଇ କାମୀ ଯେ ରଣଭଣ।
ଜ୍ଞାନ ଯୁଗେ ଯାର ଶରଧା ସାଧୁ ସେ କର୍ମ ଯୁଗ ଯୁଗ ସଂକଳ୍ପ ତେଜିଲେ ହୁଏ ସକଳ ଭୋଗ। ବିବେକୀ ବନ୍ଧୁଟି ନିଜର ଅବିବେକୀ ବୈରୀ ଜ୍ଞାନେ କର ଆତ୍ମା ସନ୍ତୋଷ କାମ ଇନ୍ଦ୍ରିଏ କରି। ସୁବର୍ଣ୍ଣ ପଥରୁ ଲୁହାକୁ ଦେଖ ସମାନ ଭାବେ ଯେବେ ମନ ହୋଇ ପାରିବୁ ଭାବେ ଉଦାସୀ ଭବେ। ଅତି ଉଚ୍ଚ ନିଚେ ନବସ କରି ଆସନ ସମ ବ୍ୟାଘ୍ର କୃଷ୍ଣ ସାର ଚରମ ତାହା ପରେ ଦେଇନ। ଦେହ କଣ୍ଠ କରି ସଳଖ ଚାହଁ ନାସା ଅଗ୍ରକୁ ନିଶ୍ଚଳ ବିଭ୍ରାନ୍ତ ଭାବରେ ଲାଭ ମୁଖ୍ୟ ପଦକୁ। ଅତି ଉଜାଗର ଅତ୍ୟନ୍ତ ନିଦ୍ରା ଭାବ ବହିଲେ ଯୁଗ ପ୍ରାପତ ନୁହଁଇ ଏହା ଜାଣିଥା ଭଲେ। ଅକର୍ମ ଭାବରେ ମଜିଣ ସବୁ ଯୁକ୍ତିରେ ଥିବ ଯୁଗ ପ୍ରାପ୍ତି ତେବେ ହୋଇବ ଚିତ୍ତ ସ୍ଥିର ରହିବ। ଚିତ୍ତପୁତ କାକ ପରାଏ ମନ ଦୀପ ନିର୍ବାତ ଆନନ୍ଦ ବିଷয়ে ଉଦାସ ଯେସେ ଯୁଗୀ ସାକ୍ଷାତ। ନୋହିଲା ମଲିନ ନ କରି ଭୟ କର ଯତନ ଦିନେ ହେଲେ ମନ ହୋଇବ ଲାଭ ଶାନ୍ତି ରତନ। ଶାନ୍ତ ଚିତ୍ତେ ରଜ ତମକୁ ଯେବେ ପାର କଟାଇ ସହଜେ ପରମ ଗତିଟି ପରାପତ ହୁଅଇ। ସର୍ବଭୂତେ ଆତ୍ମା ଭେଦକୁ ପାରେ ଯେ ଜନ ଭେଦି ସେହି ଯେ ପରମ ଈଶ୍ୱର ଆତ୍ମା ଆଦି ଅନାଦି। ଯୁଗ ସାଧିବାକୁ ଶରଧା ଯେଉଁମାନେ ଇଛନ୍ତି ପ୍ରଥମେ ଚଞ୍ଚଳ ମନକୁ ବଶୀଭୂତ କରନ୍ତି। ଭଲ କଥାକୁ ଯେ ରମଇ ମନ୍ଦ ଲୋଭଇ ନାହିଁ ପୁରୁବ ବାସନା ବଳରେ ଯୁଗୀ ଯୁଗ ସାଧଇ। ଯୁଗ ସାଧିବାକୁ ଯାହାର ହୁଏ ପ୍ରବୃତ୍ତି ଚିତ୍ତେ ଅନେକ ଜନ୍ମରେ ସଂସିଦ୍ଧ ପ୍ରମାଣିତ ତା ଶାସ୍ତ୍ରେ। ବହୁବିଧ ତପ ମଧ୍ୟରେ କର୍ମ ଯୁଗ ଉତ୍ତମ ଖଳର ସେ କର୍ମ ସାଧନେ ଲାଭ ହୁଏ ପରମ। କର୍ମ ମାୟାମୟ ଅଟଇ ସତ୍ୟ ହୁଏ ପ୍ରତୀତି ମିଥ୍ୟା ବୋଲି ଯେବା ଜାଣଇ ସେହି ଜିଣଇ ନୀତି। ସ୍ୱଭାବକୁ ଯେବେ ନାଶଇ ଆତ୍ମା ଭାବ ଲୋଭଇ ସ୍ୱଧର୍ମଟି ଆତ୍ମା ଧରମେ ବିବେଚିତ ହୁଅଇ। ଯୌବନରେ ରତ ଯେ ହୁଏ ଆତ୍ମା ଧର୍ମ ସାଧନେ କ୍ଷେତ୍ର ଛାର ଖାର ହୁଅଇ କ୍ରମେ ଦିନକୁ ଦିନେ। ବୃକ୍ଷ ନାଶ ଗଲେ ପଳାଏ ପକ୍ଷୀ ଅନ୍ୟ ବୃକ୍ଷକୁ ଏ ଭାବ ଚିତ୍ତରେ ଚିତୋଇ ଦେହୁ ତେଜ ମୋହକୁ। ଜଳର ସ୍ୱାଦ ଯେ ଅଟଇ ଶଶୀ ସୂର୍ଯ୍ୟ କିରଣ ଶବଦ ମଧ୍ୟରେ ଆକାଶ ବେଦେ ପ୍ରଣବ ଜାଣ। ନର ଯେ ପୌରୁଷ ବୋଲାଏ ପୃଥିବୀରେ ସେ ପୁଣ୍ୟ ଅଗ୍ନି ତେଜ ସମ ଅଟଇ ସର୍ବଭୂତେ ଜୀବନ। ତପୀ ମାନଙ୍କର ତପସେ ସର୍ବଭୂତରେ ବୀଜ ବୁଦ୍ଧି ମାନଙ୍କର ବୁଦ୍ଧି ସେ ତେଜୀ ଲୁକର ତେଜ। କାମ ରାଗ ବିବର୍ଜିତ ସେ ବଳ ବଳି ଲୁକର କାମ ରୂପୀ ଧର୍ମ ବିରୁଦ୍ଧ ଅଟେ ଭୂତ ଗଣର। ତ୍ରିଗୁଣରେ ହୋଇ ମୋହିତ ଏହି ସାରା ଜଗତ ପରମ ଅବ୍ୟୟ ସେ ଅଟେ ଜାଣେ ନାହିଁ ଭକତ। ଆରତ ଜିଜ୍ଞାସୁ ଅର୍ଥାର୍ଥୀ ଜ୍ଞାନୀ ଚାରି ପ୍ରକାର ଭକତ ଭାବରେ ପୂଜନ୍ତି ଅବିନାଶୀ ପୟର। ସେମାନଙ୍କ ମଧ୍ୟରେ ଜ୍ଞାନୀ ଯେ ଏକ ଭକ୍ତି ନିପୁଣ ବିହାର କରଇ ପଢ଼ାଇ ବିଭୁ ପ୍ରେମ ପ୍ରଧାନ। ବହୁ ଜନ୍ମ ଅନ୍ତେ ଜ୍ଞାନୀଟି
ଲାଭ କରେ ବିଭୁଙ୍କୁ ସବୁ ଆସୁଦେବ ମଣିଷେ ଆଚରଇ ସେବାକୁ। ଯୁଗ ମାୟା ବଳେ ସକଳ ସ୍ଥାନେ ବିଭୁ ଭୂପତ ମୂଢ଼ ଜନ ଏହା ନ ଜାଣି ହୁଏ ଚିର ସନ୍ତପ୍ତ। ନ ବାଧଇ ଜରା ମରଣ ହେଲେ ତାହା ଆଶ୍ରିତ ଅଧିଯଜ୍ଞ ଅଧିଦୈବ ପୁଣି ସେ ଅଧିଭୂତ। ବ୍ରହ୍ମ ବୋଲି ଯେଉଁ ପଦାର୍ଥ ନାଶ ନାହିଁ ତାହାର ପଞ୍ଚଯଜ୍ଞ ମହାଯଜ୍ଞ ସେ ପିତୃଗଣ ଆବର। ହୁମ ହୁମ କର୍ତ୍ତା ସେ ଅଟେ ଅଗ୍ନି ରୂପଟି ସେହି ପ୍ରାଣପତି ସେହି ଈଶ୍ୱର ପିତା ମାତା ବୋଲାଇ। ବେଦ ମାର୍ଗେ ଅଟେ ସେ ସିଦ୍ଧି ଜୟକାରୀର ଜୟେ ଉଦ୍ଯୋଗୀର ସେ ଉଦ୍ଯୁଗ ସ୍ୱାମୀ ଭାର୍ଯ୍ୟା ବୋଲାଏ। ଜାତକ ରକ୍ଷକ ଭକ୍ଷକ ଗ୍ରୀଷ୍ମ ବରଷା ଶୀତ ଦୃଶ୍ୟ ଅଦୃଶ୍ୟ ସେ ହୁଅଇ ପୁଣି ବିଷ ଅମୃତ। ଇହ ପର ଲୁକେ ଭୋଗି ସେ ଦୃଢ଼େ ତାଙ୍କୁ ଯେ ଧରେ ବହୁ ପୂଜି ଏକ ନ ପୂଜି ଆତଜାତଟି ନରେ। ଏକ ଭାବେ ତାଙ୍କୁ ଭାବେ ଯେ ଏ ସଂସାରୁ ସେ ତରେ ଅନ୍ୟ ଦେବା ଦେବୀ ପୂଜିଲେ ମରେ କାମ ଫାନ୍ଦରେ। ଗୁରୁ ସେବକ ସେ ହୁଅଇ ତାର ନ ହୁଏ କ୍ଷୟ ରଣେ ବଣେ ଯହିଁ ସେଥିଲେ ତାର ନଥାଏ ଭୟ। ସହସ୍ର ଭୁଜରେ ଆୟୁଧ ଧରି ସେହି ଭୃତ୍ୟର ଛାଇ ପରି ପାଖେ ରହିନ ଖଣ୍ଡେ ଦୁଃଖ ସକଳ। ଏକନିଷ୍ଠ ଦୁରାଚାରଟି ବିଭୁ କଲେ ସ୍ମରଣ ବିନାଶ ସେ କେବେ ନ ହୋଇ ଲଭେ ଶାନ୍ତି ପରମ। ବାଇଆ ପାଗଳା ପ୍ରେମକୁ ଯେହୁ ଦୃଢ଼େ ଚିନ୍ତଇ ବାଇ ପ୍ରାୟେ ହୋଇ ସଂସାର ଭୋଗ ତୁଚ୍ଛ ମଣଇ। ଆଦି ମଧ୍ୟ ଅନ୍ତ ଅନ୍ତର ଆତ୍ମା ଅଟଇ ସେହି ପବନ ମଧ୍ୟରେ ମରୁତ ସୂର୍ଯ୍ୟ ଜ୍ୟୋତିଷ୍କ ହୋଇ। ନକ୍ଷତ୍ରରେ ସୋମ ବୋଲାଏ ବେଦ ଗଣରେ ସାମ ଦେବତାରେ ମଘବାନ ସେ ଇନ୍ଦ୍ରି ମଧ୍ୟେ ସୁମନ। କାମୀ ମାନଙ୍କର କାମନା ରୁଦ୍ରେ ଶଙ୍କର ସେହି ଯକ୍ଷ ଗଣ ମଧ୍ୟେ କୁବେର ଅଗ୍ନି ବସୁରେ ହୋଇ। ପୁରୋହିତ ଦେବ ଗୁରୁ ସେ ମେରୁ ପର୍ବତରେ ସେନାପତି ମଧ୍ୟେ କାର୍ତ୍ତିକ ପାରାବାର ଶେଷରେ। ମହାଋଷି ମଧ୍ୟେ ଭୃଗୁ ସେ ଏକାକ୍ଷର ବାକ୍ୟରେ ଯଜ୍ଞ ମାନଙ୍କରେ ଜପ ସେ ହିମାଚଳ ସ୍ଥାବରେ। ଦେବର୍ଷି ମଧ୍ୟରେ ନାରଦ ବୃକ୍ଷ ଗଣେ ଅଶ୍ୱସ୍ଥ ଚିତ୍ରରଥ ଗନ୍ଧର୍ବରେ ସିଦ୍ଧେ କପିଳ ଖ୍ୟାତ। ଔଚେଶ୍ରବା ଅଶ୍ୱ ମଧ୍ୟରେ ଐରାବତ ହସ୍ତିରେ ମନୁଷ୍ୟଙ୍କ ମଧ୍ୟେ ସେ ରାଜା ବଳ ସକଳ ଠାରେ। ପ୍ରଜାପତି ମଧ୍ୟେ କନ୍ଦର୍ପ ଧେନୁ ଗାଈ ମଧ୍ୟରେ ନାଗ ମାନଙ୍କରେ ଅନନ୍ତ ବାସୁକୀ ସେ ସର୍ପରେ। ପିତୃଙ୍କ ମଧ୍ୟରେ ଅର୍ଜ୍ୟମା ଜଳ ମଧ୍ୟେ ବରୁଣ ଦୈତ୍ୟ ପ୍ରହ୍ଲାଦ ସେହିଟି ଦଣ୍ଡେ ବୋଲାଏ ଯମ। ମୃଗ ମଧ୍ୟେ ସିଂହ ଅଟଇ କାଳ କ୍ଷୟକାରୀରେ ବେଗଗାମୀ ମଧ୍ୟେ ପବନ ଗରୁଡ଼ ସେ ପକ୍ଷୀରେ। ବେଗଗାମୀ ମଧ୍ୟେ ପବନ ଗରୁଡ଼ ସେ ପକ୍ଷୀରେ। ବେଗଗାମୀ ମଧ୍ୟେ ପବନ ଗରୁଡ଼ ସେ ପକ୍ଷୀରେ।